সম্বন্ধে পাতারে বাসুকি তথা জীবনরে জীবি যেবে জীবে বৃন্দাবন জীবনরে জীবি যেবে জীবি বৃন্দাবন জীবনরে জীবি যেবে জীবি দর্শন করিবে যাই দর্শন করিবে যাই দর্শন করিবে যাই দর্শন করিবে যাই মাধো শ্যামা কুন্দে করিবে স্নান শ্যাম কুন্দে করিবে স্নান পরিক্রমা করুতিবি পরিক্রমা পরিক্রমা করুতিবি পরিক্রমা করুতিবি
ଧାୟତେ ସଦା ଭାଇ ମନ। बस 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 ସାର୍ କହିଲେ ସିଟ୍ ଡାଉନ୍ ଅନ୍ ଦି ଷ୍ଟେଜ୍, ଆଇ ଆମ୍ ଖାଡ଼ା ହୁଆ। बस 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 सर्वादो विश्वनियंता परम कारुणिक पुराण पुरुष पीठस्थ ठाकुर महाप्रभु सत्यनारायण देव ସତ୍ୟନାରାୟଣ ଦେବ विश्वर मंगलकारिणी कल्याणदायिनी माँ शारदे ମା ଶାରଦେ माँ ग्रामदेवती क्षेत्रपाली विन्देश्वरी पदकंजे भक्ति कुसुमार्पण कर सारिबा ପରେ 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 जाऊ ଆଜ୍ଞା साहू बाबू ପ୍ରେଜେଣ୍ଟ ସାର୍। बस 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 ରେଡି ସାର୍। हाउ परम सौभाग्यर कथा କଣ ପରମ ସୌଭାଗ୍ୟର କଥା धनरे ଆଜ୍ଞା बाबू मानक आनुकूल्य आयोजित नारायण पारायण महायज्ञ बा सांबोश्वरी के पाला महोत्सव ପାଲା ମହୋତ୍ସବର अद्य उजापन जामिनी ଆଜ୍ଞା ଲାଷ୍ଟ ନାଇଟ୍ सारे ए वर्ष पाई पुराण पुरुष भगवान सत्यनारायण पूजा व्रत बा पाला कार्यक्रम ଆଜ୍ଞା ए हे माँ चाहू चाहू चारि राति समापन हैला ଆଜ୍ଞା साहू बाबू ସାର୍ आज जीवा आसवा बेल ଆଜ୍ଞା नहीं पालार परंपरा ऐतिह्य रीतिनीति को आखि आगे रखी ରଖେ परम्य कवि पंडित मानकर वेद वेदांत उपनिषद को आखि आगे रखी ରଖେ जनजाति देश विश्वर कल्याण निमित्त बाबू मानकर कल्याण पाई माँ मानकर मंगल कामना पाई अनुष्ठान उत्तरोत्तर उन्नति निमित्त ଆଜ୍ଞା दुई धाड़ी जो ब्रह्म बाबू मानकर कल्याण करिवे माँ मानकर कल्याण साधन करिवे नहीं ଆଜ୍ଞା ताले से केउ रूप रे केउ स्थान रे अवस्थित करिसंती ତାହେଲେ ଯୋଉ ବ୍ରହ୍ମ କଲ୍ୟାଣ କରିବେ हाँ ସେ କେତେ ବଡ଼ ରୂପରେ ଅଛନ୍ତି अरा सारे समस्ते आमे बेले बेले ऊपर को हस्त टेकी मुह टेकी ए शून्य ब्रह्म को उपासक बोली परिचय देता नहीं ଆଜ୍ଞା आमे समस्ते सिना आकाश को चाही थाउ ଆଜ୍ଞା शून्य ब्रह्मंकर उपासक बोली हस्त टेकी थाउ किंतु केही किछि दृश्यमान हुअंती नाही बा केही किछि आमे सेमते अनुभव रे आनी पारे ना ସାର୍ ଆମେ ଦେଖିପାରୁନୁ साहू बाबू ता पदार बिंदरे मन प्राण को नियोजित न करिवा पर्यंत ये मानव जीवन केबे हेले चरितार्थ हेबो नाही नहीं केही केही ताकु मध्य नियति नाम रे नामित करितांती ଆଜ୍ଞା से नियति बापा माने किए କିଏ ସେ ना जाकु जनजगत विश्व नियति नाम रे नामित करिता है तार गोटा स्वतंत्र परिचय अछि ଅଛି ନିୟତିର ସ୍ୱତନ୍ତ୍ର ପରିଚୟ ଅଛି हाँ ଆମେ ଜାଣିଛୁ ଆଜ୍ଞା ନିୟତି ହେଉଛି ନିୟତି ଗଣନାଟ୍ୟ ତାର ମାଲିକ ହେଉଛନ୍ତି ଉତ୍ତମ ପାଳ हेरा मुसे नियति गणनाट्य कथा कहूनी साहू बाबू ये नियति किए जहाँ को आपण मानकर मध्यम युगीय साहित्य प्रकृति पुरोधा कविवर राधानाथ कहवा को जानती कहला के कहब ये विधाता की पाई कुदेला पंत के जोड़ाई कुदेला पंत के जोड़ाई
ଆପଣମାନଙ୍କର ମଧ୍ୟମ ଯୁଗୀୟ ସାହିତ୍ୟ ପ୍ରକୃତି ପୁରୋଧା କବିବର ରାଧାନାଥ କହିଲେ ମୋ ବାପା ଏ ନିୟତିର କାମଟା କ'ଣ? କଣ ଆଜ୍ଞା ସାହୁ ବାବୁ ସାର୍? ପଦ୍ମ ପୁଷ୍ପ ଦେଖିବାକୁ ଅତ୍ୟନ୍ତ ସୌନ୍ଦର୍ଯ୍ୟ ବା ଦେବଯୋଗ୍ୟ। ଆମେ ଦେଖିବା ବୁଢ଼ା ବାପା ଇଏ ପଦ୍ମ ପୁଷ୍ପର ନାଡ଼ଟି କଣ୍ଟକିତ। ଆଜ୍ଞା ରାଧାନାଥ କହିଲେ ଆପଣ ପ୍ରଶ୍ନ କରିବେ ରେ ନିୟତି ପଦ୍ମ ପୁଷ୍ପକୁ ଦେବଯୋଗ୍ୟ କରି ତୁମେ ସୃଷ୍ଟି କଲ, ୟା ନାଡ଼ଟିକି କଣ୍ଟକିତ କରିଛ କାହିଁକି? କାହିଁକି? ସାରେ ତାର ଉତ୍ତର ଆସିବ ଯାହା ଆଜ୍ଞା ତା ତଳପଦରେ ରାଧାନାଥ ପୁନର୍ବାର କହିବା ପାଇଁ ଗଲେ। କଣ କହିଲେ? ଆଉ ପଦେ ଆପଣ ମାନେ ରାଧାନାଥ ସାହିତ୍ୟ ଶୁଣନ୍ତୁ। କହିଲା କିଲାଗି ଚନ୍ଦନେ ଇଏ ପନଗନି ବାସ କିଲାଗି ଚନ୍ଦନେ ପନଗନି ବାସ ବୁଝିବାର ଚିହ୍ନା ବିଫଳ ପ୍ରୟାସ ବୁଝିବାର ଚିହ୍ନା ବିଫଳ ପ୍ରୟାସ। ରାଧାନାଥ ଦ୍ୱିତୀୟ ଚରଣରେ ମୋ ବାପା ମାନେ କହିଲେ ସାରେ ଚନ୍ଦନ ବୃକ୍ଷ ଆପଣ ମାନଙ୍କର ଦେବଯୋଗ୍ୟ ବୃକ୍ଷ। ଆମେ ପ୍ରଶ୍ନ କରିବା ନିୟତି ଚନ୍ଦନ ବୃକ୍ଷ ଯଦି ଦେବଯୋଗ୍ୟ ବୃକ୍ଷ ଏ ବୃକ୍ଷରେ ସାରେ ସର୍ପ ବାସ କରେ କାହିଁକି? କାହିଁକି? ମୋ ବାପା ତାର ଉତ୍ତର ଆସିବ ଠିକ ସେଇଆ। ରାଧାନାଥ କହିଲେ ମା ପଦ୍ମ ପୁଷ୍ପ ନାଡ଼ କଣ୍ଟକିତ ହବାର ଉତ୍ତର ଯାହା ଚନ୍ଦନ ବୃକ୍ଷରେ ସାରେ ସର୍ପବାସ କରିବାର ଉତ୍ତର ଯାହା ଶେଷ ଚରଣରେ ରାଧାନାଥ ଆଉ ଗୋଟିଏ ନିର୍ଯାସ ଦେବା ପାଇଁ ଗଲେ। ତା ତଳପଦରେ ପରିଷ୍କାର ଭାବରେ କହିଦେଲେ, କହିଲେ ଗୋଟେ ହାଣ୍ଡି କି ଗୋଟେ ଠେଙ୍ଗା 100 ହାଣ୍ଡି କି ଗୋଟିଏ ଠେଙ୍ଗା। ସାହୁ ବାବୁ ଆଜ୍ଞା ଶେଷ ଚରଣର ନିର୍ଯାସଟା କ'ଣ ନା ଏ ଦେବକୂଟ ସିନା ଦେବତାଙ୍କୁ ଆମେ ମାନବ ସାରେ କାଳେ 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 ବଣା ହେଇଛି। ଏ ଦୁନିଆରେ ଏଭଳି ବ୍ୟକ୍ତିତ୍ୱ କେହି ନାହିଁ ଯେ ଛାତିରେ ହାତ ମାରି କହିବ ମୁଁ ମାନବ ହୋଇ ଦେବତାଙ୍କ ନୀତିକୁ ମଧ୍ୟ ଭେଦ କରି ଯାଇଛି। ନା ଆମେ କାଳେ 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 ସମସ୍ତେ ଦେବତା ମାନଙ୍କର ମାୟା କପଟ ନିକଟରେ ମାନବ ଆଜ୍ଞା ବଣା ହେଇଛି। ତାହେଲେ ସାହୁ ବାବୁ ଆଜ୍ଞା ଛିଡ଼ା ହୁଅ। ଇଏ ନିୟତିର ନୀତିଟା ଆଉ କ'ଣ ଜାଣିଛ? ଆରେ ନିୟତିର ନୀତି ପୁଣି ଆଉ କଣ ଅଛି? ତମେ ମାଙ୍କଡ ଦେଖିଛ? ମାଙ୍କଡ ମାଙ୍କଡ କଥା କାହିଁ କହୁଛନ୍ତି ସାର୍? ଆମ ବାଇରେ କିଛି ଆଜ୍ଞା ଫଳ ଫୁଲି କିଛି ରହୁନି, ନଡିଆ ନାହିଁ କି ଜହ୍ନି କାକୁଡି ଲଗେଇଲେ ସବୁ ନଷ୍ଟ। ଦେଖିଛି ଦେଖିଛି ମାଙ୍କଡ ଦେଖିଛି। ମାଙ୍କଡର ସ୍ୱରୂପଟା ଦେଖିବାକୁ ବାପା କିପରି? ମାଙ୍କଡ ଦେହ ଯାକ ଧଳା, ମୁହଁଟା କଳା, ଗୋଟେ ପଛପଟେ 5-6 ହାତ ଲାଞ୍ଜ, ଆଉ ନଖ ଅଛି 4ଟା, ଯୋଡେ ଗୋଡ ଯୋଡେ ହାତ। କେମିତି ମତେ ପଚାରିବେ? ହେଲା ହେଲା ଯଦି ମାଙ୍କଡ ଦେଖିବାକୁ ଏପରି, ଆଜ୍ଞା ସାହୁ ବାବୁ ଆଜ୍ଞା ମାଙ୍କଡ ଛୁଆ ଦବା କେବେ ଦେଖିଛ? ମାଙ୍କଡ ଛୁଆ ଦବା? ହଁ ମାଙ୍କଡ ଛୁଆ ଦବା ଦେଖିଛି ସାର୍। ଶୁଣ, ହଁ ଦେଖିଛି। ମାଙ୍କଡର ଛୁଆ ଦବା ସମୟ ଯେତେବେଳେ ହୁଏ, ହଁ ଅଣ୍ଡା ଦିଏ କି? ଅଣ୍ଡା ଦବ ମାଙ୍କଡ? ଏ ବୁଢା ମୁଣ୍ଡ ଖରାପ ହେଇଯାଇଛି ନା କଣ? ମାମୁଁ ଆରେ ମାଙ୍କଡର ଛୁଆ ଦବା ସମୟ ଯେତେବେଳେ ହୁଏ, ସାରେ ଗୋଟିଏ ବୃକ୍ଷକୁ ଆସିବ।
ଯେଉଁ ବୃକ୍ଷରେ ଶାଖା ଗୁଡ଼ିକ ଡାଳ ଗୁଡ଼ିକ ସବୁ ଛନ୍ଦା ଛନ୍ଦି ହେଇଥିବ, ଦୁଇଟି ଶାଖାକୁ ମାଙ୍କଡ଼ ଏମିତି ଧରିବ, ପଛ ପାଖରେ ଦୁଇଟି ଛୋଟ ଛୋଟ ଶାଖା ଥବ। ମାଙ୍କଡ଼ ଯେତେବେଳେ କୁନ୍ଥେଇବା ଆରମ୍ଭ କରିବ, ବାପା ମାଙ୍କଡ଼ ଛୁଆ ମା ଗର୍ଭରୁ ଅଧେ ବାହାରି ଥବ, ଯୋଡ଼ିଏ ହାତ ବାହାରି ଥବ, ଅଧେ ମା ଗର୍ଭ ଭିତରେ ଥବ। ମାଙ୍କଡ଼ ଛୁଆ ଇଏ ଡାଳ ଦିଟାକୁ ଏମିତି ଧରିବ, ମାଙ୍କଡ଼ ହିଁ କହି ଡେଇଁ ଯାଇ ତା ଛୁଆକୁ ଚାବଡ଼ି ଧରିବ। ତାହେଲେ ସାହୁ ବାବୁ ମାଙ୍କଡ଼ ଛୁଆକୁ ମା ଗର୍ଭରୁ ବାହାରିବା ପୂର୍ବରୁ ଇଏ ଡାଳ ଧରିବା ଶିଖେଇଛି କିଏ? ନା ସେଇ ନିୟତି। ସେଇ ନିୟତି, ସେ ନିୟତିର ନୀତିକୁ ଏ ଦୁନିଆରେ ଏଭଳି ବ୍ୟକ୍ତି କେହି ନାହିଁ ଯେ ଛାତିରେ ହାତ ମାରି କହିବ ମୁଁ ଭେଦ କରିଛି। ପୁନଃ ରାଧାନାଥ କୁହନ୍ତି, କହିଲେ ଶକ୍ତି ନାହିଁ ବଶ୍ଚ କାହାରି ଜଗତେ, ସମସ୍ତେ ଆଜ୍ଞା ନିୟତିର ନୀତି ନିକଟରେ ଗଣା ହବା। ଆଉ ସେ ନିୟତି ନୀତିଟା ବୁଢ଼ା ହବା ପାଇଁ ଏପରି, ଆଜି ତ ଯିବା ଆସିବା ଦିନ ପାଲା, ଶେଷ ଦିନ ପାଲା, 4.5 ଦିନ ପାଲା ସରିଗଲା। ଭାଇମାନେ ବାବୁମାନଙ୍କର ସଦା ସର୍ବଦା ଇଚ୍ଛା ସାରେ ଆଜି ଟିକେ ମହାଭାରତ କଥା କୁହନ୍ତୁ। ଆମେ ତ 3 ରାତି ହେଲାଣି କେବଳ ଆଲୋଚନା ଶୁଣିଲାଣି, ଆଜି ବିଷୟଟିଏ କହିବା। ତାହେଲେ ସାହୁ ବାବୁ ଇଏ ନିୟତି ନୀତି ଉପରେ ମୁଁ 2 ଧାଡ଼ି ପୁରାଣ କଥା କହିବି, ମହାଭାରତ କଥା କହିବି ନାହିଁ। ଇଏ ଘଟଣାଟା ବାପା ହୋଇଛି କଣ ନା, ଇଏ ନିୟତିର ନୀତିଟା ଆଜି ଏଭଳି ହେଇଛି, ଆମେ ହସ କାନ୍ଦ ଭିତରେ ଗତି କରିବା ପାଇଁ ପଡ଼ିବ। ଯାହାକୁ ଆପଣ ମାନଙ୍କର କବି କହିବା ପାଇଁ ଗଲେ କହିଲେ ନିୟତି ହସାଏ ନିୟତି କନ୍ଦାଏ, ନିୟତି ହସାଏ ନିୟତି କନ୍ଦାଏ, ହସ କାନ୍ଦ ନିୟତିର ନୀତିଟା ବାପା ମାନେ ଏପରି। ଏ ଦୁନିଆରେ 5 ଜଣ ବ୍ୟକ୍ତି ହସିଲା ବେଳେ 2 ଜଣ ବ୍ୟକ୍ତି କାନ୍ଦୁଥାନ୍ତି, 2 ଜଣ ବ୍ୟକ୍ତି ହସିଲା ବେଳେ 5 ଜଣ ବ୍ୟକ୍ତି କାନ୍ଦୁଥାନ୍ତି। ହେ ମା, ନଦୀରେ ବନ୍ୟା ଆସିଲେ ସମ ପରିମାଣରେ 2 କୂଳ ଖାଏ ନା। ସାହୁ ବାବୁ ଗୋଟିଏ କୂଳ ଖାଇଲା ବେଳେ ଆଉ ଗୋଟାଏ କୂଳ ରହେ, କାହିଁକି ନା ଇଏ ନିୟତିର ନୀତି, ଯାହା ଆଜି ଆମ ପୁରାଣ ପୃଷ୍ଠାରେ ଦେଖାଯାଇଛି। ସେଦିନ ମହାଭାରତରେ ନିୟତିର ନୀତିରେ ଜଣେ ବ୍ୟକ୍ତି କବଳିତ ହେଇଛନ୍ତି। ସେ କିଏ? ଉରୁହାରି କୁରୁପତି ପଡ଼ିଛି ଭୂତରେ। পর্যন্ত উরু দিটা বাপা ফাটি যাইছি। দ্বিতীয় পাণ্ডব বৃকোদর যেতবেলে গদার প্রহার
ସଂହାର କରିଛି। ଭୂତଳରେ ପଡ଼ିଛି ମାନ ଚକ୍ରବର୍ତ୍ତୀ ମହାମାନି ମାନ ଗୋବିନ୍ଦ ଦୁର୍ଯ୍ୟୋଧନ। ଗୃହ ଦ୍ୱାର ପର୍ଯ୍ୟନ୍ତ ଉରୁଦିଟା ଫାଟି ଯାଇଛି। ବାରମ୍ବାର ବାରମ୍ବାର ଅଟହାସ କରି ଉଠୁଛି ଦ୍ୱିତୀୟ ପାଣ୍ଡବ ବୃକୋଦର ଭୀମ। ଆରେ ବୁଢା ଏମିତି କାହିଁ ହଉଛି? ଆଜି ତତେ ପିଟି ପିଟି ହି ସବୁବେଳେ ବିନାଶ କରିବି। ରହ କାହିଁ ଏ ବୁଢା ଏମିତି ହଉଛି ନାଚ ପାଟିରେ ବାହାରିଲା ଭଳି? ଆଜି ମାରିବି ସବୁବେଳେ। ଦ୍ୱିତୀୟ ପାଣ୍ଡବ ବୃକୋଦର ଭୀମ ହସି ଉଠିଲା, ଗର୍ଜି ଉଠିଲା, ଡାକିଲା ରେ ରେ ନିର୍ଲଜ ଦୁର୍ଯ୍ୟୋଧନ। ଗୋଟାଏ ବଂଶକୁ ତନ୍ନ ତନ୍ନ କରି ବୁଡାଇ ସାରିବା ପରେ ତଥାପି ତୋ ମୁଖରେ ଲାଜ ନାହିଁ, ତୁ ହସି ଉଠୁଛୁ। ଗର୍ଜି ଉଠିଲା ଦ୍ୱିତୀୟ ପାଣ୍ଡବ ବୃକୋଦର ଭୀମ। ଭୀମର ସେ ଭାଷେ ଆରେ କୌରବ କଳଙ୍କ ଏବେ ସନାସି କାଳ ଗ୍ରସେ ମୁଖେ ନାହିଁ ଶଙ୍କା। ତତେ ଆଜି ମୋ କବଳରୁ ନିସ୍ତାର ନାହିଁ। डिसोजा नाम है मेरा, मैं के दोस्ती ही मेरा। लोग मुझे प्यार से कहती है ये अंकल डिसोजा।